ଜୟ ଜଗନ୍ନାଥ। ପିଲାମାନେ, ତୁମକୁ ଗଣିତ ଭିଡିଓ ଛଡା ହଉଛି, ବିଜ୍ଞାନ ଭିଡିଓ ଛଡା ହଉଛି, ଆଉ ଇଂରାଜୀର ଆଜି ଗୋଟେ ଭିଡିଓ ଛାଡିଛି ଅବଜେକ୍ଟିଭ 50 ମାର୍କ, ଆଉ ସାହିତ୍ୟର ଗୋଟେ ଅବଜେକ୍ଟିଭ 50 ମାର୍କ ଅବଜେକ୍ଟିଭ କ୍ୱେଶ୍ଚିନ୍ ପାଇଁ ଗୋଟେ ଭିଡିଓ ଛାଡିବାକୁ ଆଜି ଚେଷ୍ଟା କରୁଛି, ଛାଡୁଛି ହେଲା। ତମର ସବୁଦିନ ତୁମେ କେତେ 10 ମିନିଟ ସାହିତ୍ୟ ଭିଡିଓ 10-15 ମିନିଟ ଭିଡିଓଟା ଦେଖିଦବ। ଦିନକୁ ଯଦି 50ଟି ଲେଖା କ୍ୱେଶ୍ଚିନ୍ ଦେଖିବ, ଆଉ 2 ମାସ ପରିହା ରହିଲା 3000 2500 3000 କ୍ୱେଶ୍ଚିନ୍ ଦେଖିଦବ। କେତେ ସମୟ? କିଛି 10 ମିନିଟ ମାତ୍ର। ତମ ପାଇଁ ବହୁତ ସୁବିଧା ଯୋଗ୍ୟ ହଉଛି। ତେଣୁ ଭିଡିଓଟି ଦେଖ ହେଲା, କମେଣ୍ଟ କର କଣ ସୁବିଧା ସାରେ, ଆଉ କଣ ଇମ୍ପ୍ରୁଭମେଣ୍ଟ ହେଇପାରିବ, କଣ କଲେ କମେଣ୍ଟ ଦ୍ୱାରା ଜଣା ହେଲା। ତାହେଲେ ପଢେଇବା। ଦେଖ, 1 ନମ୍ବର, ଉଷା ସୀତାଙ୍କ ପାଇଁ କେଉଁ ଉପହାର ଆଣିଥିଲେ? କଣ ଆଣିଥିଲେ? 1 ଫୁଲ, ଫଳ, ଆଲୋକ, ନିହାର ମୁକ୍ତା। ନିହାର ମୁକ୍ତା ଆଣିଥିଲେ ଜାଣିଛ? କର ପଲ୍ଲବେ ନିହାର, ମୁକ୍ତା ଧରି ଉପହାର, ସତୀଙ୍କ ବାସବାହାର ପ୍ରାଙ୍ଗଣେ ରହି। ନିହାର ମୁକ୍ତା ଆଣିଥିଲେ। କ୍ଲିୟର? ସୀତାଙ୍କୁ ପାଇ କିଏ, ସୀତାଙ୍କୁ 2 ନମ୍ବର କ୍ୱେଶ୍ଚିନ୍, ସୀତାଙ୍କୁ ପାଇ କିଏ ନିଜକୁ ଭାଗ୍ୟବତୀ ବୋଲି ମନେ କରିଥିଲେ? କିଏ ସେ? ତମସା ନଦୀ। ତମସା ନଦୀ ହେଲା। ତାପରେ ମରୁପଥରେ କବି କଣ ସୃଷ୍ଟି କରିବାକୁ କହିଛନ୍ତି? ନିର୍ଝର। ନିର୍ଝର। 4 ନମ୍ବର, ଦେହ ଦୁଃଖ ପାଇଁ ମାଟି ମା କଣ ରଖିଛି? ଆମ ପାଇଁ ଚେରମୂଳି ରଖିଛି। ଅପସନ ଏ ହେଲା। 5 ନମ୍ବର, ଜଗତର କଲ୍ୟାଣ ସାଧନ ନିମନ୍ତେ କବି ମାଟି ମାର କେଉଁ ଗୁଣକୁ ମାଗିଛନ୍ତି? ଅମାପ ଧୈର୍ଯ୍ୟ, ସହନ ଶକ୍ତି, ଅମାପ ଧୈର୍ଯ୍ୟ। ଅପସନ ବି। କ୍ୱେଶ୍ଚିନ୍ ନମ୍ବର 6, ସାରଳା ଦାସଙ୍କ ପିତୃଦତ୍ତ ନାମ କଣ ଥିଲା? ସିଦ୍ଧେଶ୍ୱର ପରିଡା। ଅପସନ ଏ। ଅପସନ ଏ, ସିଦ୍ଧେଶ୍ୱର ପରିଡା। କ୍ଲିୟର ହେଲା। ତାପରେ ପଠିତ କବିତାରେ ପବନ ପୁତ୍ର କିଏ ସେ? ପବନ ପୁତ୍ର ହେଲେ କିଏ ସେ? ଭୀମ। ପବନ ପୁତ୍ର। ରାବଣ କାହାକୁ ଦୂତ କରି ପଠାଇଥିଲେ? କାହାକୁ? କାଲି ମୁଁ ପଢେଇଥିଲି, ତୁମେ ଦେଖିଦବ। ଶ୍ରୀରାମଙ୍କର ଲଙ୍କା ଯାତ୍ରା ଅନୁକୂଳ ପଢେଇଥିଲି। ତାପରେ ମଙ୍ଗଳ ପଢେଇବି, ତାପରେ ଚିଲିକା ପଢେଇବି, ଶୁଣିବ ସବୁ ଛାଡିବି, ଗୋଟେ ଗୋଟେ ଭିଡିଓ ଛାଡିବି। ରାବଣ କାହାକୁ ଦୂତ କରି ପଠାଇଥିଲା? ଶୁକସାରଣକୁ। ଅପସନ ବି ହେଲା। ତାପରେ ଉତ୍କଳ ଜନନୀ ଅଙ୍ଗରେ କିଏ ଶୋଭା ପାଏ? 9 ନମ୍ବର ପ୍ରଶ୍ନ ଥିଲେ। ଉତ୍କଳ ଜନନୀ ଅଙ୍ଗରେ କିଏ ଶୋଭା ପାଏ? ବନଭୂମି। ଅପସନ ସି, ବନଭୂମି ଶୋଭା ପାଏ ହେଲା। ଦୁଃଖୀ ମନରେ 10 ନମ୍ବର କ୍ୱେଶ୍ଚିନ୍, ଦୁଃଖୀ ମନରେ ଆଶାର ସ୍ଥିତିକୁ କବି କାହା ସହିତ ତୁଳନା କରିଛନ୍ତି? ନା ବୋଇତର ଶିଖା। ବୋଇତର ଶିଖା। ଅପସନ ସି ହେଲା। ଶରତଚନ୍ଦ୍ର 11 ନମ୍ବର କ୍ୱେଶ୍ଚିନ୍, ଶରତଚନ୍ଦ୍ର ଗୁପ୍ତ ସନ୍ନ୍ୟାସୀ ହେଲା ପରେ କେଉଁ ନାମରେ ପରିଚିତ ହେଇଥିଲେ? ସ୍ୱାମୀ ସଦାନନ୍ଦ। ଅପସନ ବି, ସ୍ୱାମୀ ସଦାନନ୍ଦ ନାମରେ ପରିଚିତ ହେଇଥିଲେ। କେଉଁଟି ଫକୀର ମୋହନଙ୍କ ଉପନ୍ୟାସ ନୁହେଁ? ଛମାଣ ଆଠଗୁଣ୍ଠ ଲେଖିଛନ୍ତି, ଲଛମା ଲେଖିଛନ୍ତି, ପ୍ରାୟଶ୍ଚିତ ଲେଖିଛନ୍ତି, କଣାମାଉ ନୁହେଁ। କଣାମାଉ ନୁହେଁ, ଏଇଟା ନୁହେଁ। କଣାମାଉ କାହାର ଜାଣିଛ ପିଲେ? କଣାମାଉ କାହାର? ଲକ୍ଷ୍ମୀ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। କଣାମାଉ ପଢିବ, ସେ ବସି ଅଛି। ଲକ୍ଷ୍ମୀକାନ୍ତ କେଉଁ ବାରେ ଜନ୍ମ ଗ୍ରହଣ କରିଥିଲେ? ଗୁରୁବାର। ଅପସନ ଡି ହେଲା। ଗୁରୁବାର ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ନାଁ ଲକ୍ଷ୍ମୀକାନ୍ତ ଦିଆ ହେଇଥିଲା। ଜମିଦାର ପରିବାର ଜନ୍ମ ଗ୍ରହଣ କରିଥିଲେ ଲକ୍ଷ୍ମୀକାନ୍ତ। 14 ନମ୍ବର ପ୍ରଶ୍ନ, ପଲ୍ଲୀ କବି ଭାବରେ ଓଡିଆ ସାହିତ୍ୟରେ କିଏ ପରିଚିତ? ପଲ୍ଲୀ କବି ହେଲେ ନନ୍ଦକିଶୋର ବଳ ହେଲା। ବାଜିରାଉତ କବିତା ପୁସ୍ତକ କାହାର କୃତି ଅଟେ? ବାଜିରାଉତ କିଏ ଲେଖିଥିଲେ? ସଚ୍ଚିଦାନନ୍ଦ ରାଉତରାୟ। ଅପସନ ସି।
16 नंबर प्रश्न देखो। आयु को कहा से तुलना कराई? सूर्य। ऑप्शन बी। प्रतिदिन 50 टा क्वेश्चन देखो सफिशिएंट हो तुमर। 17 नवजुवक माने केउठी विद्रोहर बनी देखंती? ऑप्शन डी पुष्पित पलाश वनरे। नवजुवक माने केउठी विद्रोह बनी देखंती? पुष्पित पलाश वनरे। क्वेश्चन नंबर 18 सभ्यता और विज्ञान प्रबंधटी। क्वेश्चन नंबर 18 देख पिले। सभ्यता और विज्ञान प्रबंधटी केउ पत्रिका प्रकाश पाइला? उत्कल साहित्य। ऑप्शन ए। 19 भारतीय सभ्यतार वैशिष्ट्य कौन अटे? हौजी ऑप्शन बी आध्यात्मिकता। ऑप्शन बी हला। अन्नदाशंकर मातृभाषा कौन थिला? बंगला। अन्नदाशंकर मातृभाषा थिला बंगला। चाकुंडा गछ तले किए पान जलखिया दୋକାନ ଦେଇଥିଲା? ହରିଗୁଡିଆ। ପଢିବ ହରିଗୁଡିଆ କେମିତି ସହଜ ଖାଲି ପଢିଦେଲେ ଥରେ ମନେ ହେଇଯିବ ଖାଲି ଦେଖିଦବ। ସୁବ୍ରତ କାହାକୁ ଜଳଖିଆ ମାଗିଲେ? ପ୍ରୀତିକୁ। ହେଲା। ଗାଡିରୁ କଣ ଆଣିବା ପାଇଁ ମହାପାତ୍ର ଆଉ ବେବି କହିଲେ? ଟାୱେଲ। ऑप्शन सी। ସୂର୍ଯ୍ୟଙ୍କୁ ପୂଜା କରି ଦୁରାରୋଗ୍ୟ କୁଷ୍ଠବ୍ୟାଧିରୁ ମୁକ୍ତି ହୋଇଥିଲେ କିଏ ସେ? ଶାମ୍ବ। ଶାମ୍ବ ସୂର୍ଯ୍ୟ କୁଷ୍ଠ ରୋଗ ହେଇଥିଲା ସୂର୍ଯ୍ୟ ପୂଜା କରି କଣ କୁଷ୍ଠ ରୋଗରୁ ମୁକ୍ତି ହେଇଥିଲେ ଶାମ୍ବ। କାହା ପୁଅ? କୃଷ୍ଣ ପୁଅ। କୃଷ୍ଣ ପୁଅ ମନେ ହେଲା। ଧର୍ମା କେଉଁଠି ସାଥ ଦେଇଥିଲା? ସମୁଦ୍ରକୁ। ଆରେ ଧର୍ମପଦ କୋଣାର୍କ ମନ୍ଦିର ତିଆରି ମୁଣ୍ଡି ମାରିଲା 1200 ବଢେଇରେ ଦାୟୀ ନା ଭାଇରେ ଦାୟୀ ପୁଅରେ ଦାୟୀ ହେଲା। ତାପରେ ଆମର ଦେଖ କାଠ 26 ନମ୍ବର ପ୍ରଶ୍ନ। 26 ନମ୍ବର ପ୍ରଶ୍ନ ଦେଖ ପିଲେ। କାଠ କଟା ହେଉଥିବା ସମୟରେ କେଉଁ ଋତୁ ହେଇଥିଲା? ଶୀତ ଋତୁ ହେଲା। ଶୀତ ଋତୁ। ଲେଖକ କାଠ ଚିରିବା ପାଇଁ କେତେ ଟଙ୍କା ଦେବେ ବୋଲି କହିଥିଲେ? ଅପସନ ଏ 3.5 ଟଙ୍କା ଦେବାକୁ କହିଥିଲେ ହେଲା। ଅଙ୍ଗଦ ଚୌଧୁରୀ କେଉଁ ପାହାଡ ପ୍ରଦେଶରେ ବସିଥିଲେ? ଧଉଳି ପାହାଡ ତଳେ। ଅଙ୍ଗଦ ଚୌଧୁରୀ ଧଉଳି ପାହାଡ ତଳେ ବସିଥିଲେ। ଅପସନ ବି। ଯୁଦ୍ଧରେ 29 ନମ୍ବର ପିଲେ ଦେଖ। 29 ନମ୍ବର ଦେଖ। ଯୁଦ୍ଧରେ କେହି ଜଣେ ସେନାପତି ନୁହନ୍ତି ବରଂ ପ୍ରତ୍ୟେକ ଜଣେ ଜଣେ ସେନାପତି ବୋଲି ମନେ ରଖିବ। ଏ କଥା କିଏ କହିଥିଲେ? ରାଜେଶ୍ୱରୀ କହିଥିଲେ। ରାଜେଶ୍ୱରୀ କହିଥିଲେ। ପଢିବ ଟିକେ ବହି ପଢିଦବ। 30 ନମ୍ବର କ୍ୱେଶ୍ଚିନ୍। ବେଲ ଅଶ୍ୱତ୍ଥ ବଟବୃକ୍ଷ ଗଳ୍ପଟିର ଗାଳ୍ପିକ କିଏ ଲେଖିଛନ୍ତି ତାକୁ? ରବି ପଟ୍ଟନାୟକ। ଅପସନ ବି। ତାହେଲେ ଦେଖ 31 ପଦର ପ୍ରତ୍ୟେକ ପଂକ୍ତି ବା ଧାଡିକି କଣ କହନ୍ତି? ପାଦ। ଏଇଟା ଟିକେ ମନେ ରଖ। ପାଦ ବୋଲେ ପ୍ରତ୍ୟେକ ଧାଡିକୁ ପାଦ କହନ୍ତି କିନ୍ତୁ 2 ଧାଡିରେ ଅଛି ପଦ ହବ, 4 ଧାଡିରେ ଅଛି ପଦ ହବ, 6 ଧାଡିରେ ଅଛି ପଦ ହବ। ରାଗ ସବୁ ଅଛି। ରାଗ ଚୋଖୀ, ରାଗ ବଙ୍ଗଳାଶ୍ରୀ, ରାଗ ରାମକେରି। ସେମିତି ପ୍ରତ୍ୟେକ ଧାଡିକି କହନ୍ତି ପାଦ। ଧର ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ଇଏ 2ଟା ଧାଡି ଅର୍ଥାତ 2ଟା ପାଦ। ଏ 2ଟା ପାଦରେ ଗୋଟିଏ ପଦ ହେଇଛି। ଅମୃତ ବିନୟ ବଚନ। ରାଗ ଗୁର୍ଜରୀ ବା ନବାକ୍ଷରୀ ବା ଭାଗବତ ବାଣୀ ରାଗ ମନ ଗୀତା 9ଟା ଅକ୍ଷରୀ। ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ 9ଟା ଅକ୍ଷର। ଆକୁ ନବାକ୍ଷରୀ କହନ୍ତି। ନବାକ୍ଷରୀ ରାଗ ବା ରାଗ ଗୁର୍ଜରୀ ବା ରାଗ ଭାଗବତ ବାଣୀ ମନ ଗୀତା। ତାହେଲେ ଏଥିରେ 2ଟା ପାଦ 2ଟା ଧାଡି। ଧାଡି ଗୁଡା ହେଲା ପାଦ ଆଉ ଯୋଡା ଧାଡି ମିଶିଲେ ଗୋଟେ ହେଲା ପଦ। କ୍ଲିୟର? ତାହେଲେ 32 ରାମକେରି ଛନ୍ଦର ପ୍ରତିପାଦରେ କେତେଟି ଅକ୍ଷର ଅଛି? 16 ଅକ୍ଷର। ରାମକେରି ଛନ୍ଦରେ ପ୍ରତିପାଦରେ 16 ଅକ୍ଷର ଅଛି। ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣର ଉଚ୍ଚାରିତ ହେଲେ ତାହା କି? ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣ ଜାଣିଛଟି? କଠୁ
ଆରେ ସ୍ୱର ବର୍ଣ୍ଣ ଆ ହର୍ଷେନ୍ଦ୍ରୀ ଓ ପର୍ଯ୍ୟନ୍ତ। ତାପରେ ହେଲା କଣ ବ୍ୟଞ୍ଜନ କ ଖ ଗ ଘ। ତାହେଲେ ବ୍ୟଞ୍ଜନ ବର୍ଣ୍ଣର ଯଦି 32 ଦେଖ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପୁନରାବୃତ୍ତି ହବ କଣ କଣ ଜାଣିଛ? ଉତ୍କଳ, କମଳା, ବିଳାସ, ଦୀର୍ଘିକା, ମରାଳ, ମାଳିନୀ, ନୀଳାମ୍ବୁତି, ଗାଳ, ଅଳ ହଳ ଚାଲିଲା। ବୁଝିହଉଛି? ଏଇଟା ବ୍ୟଞ୍ଜନ ବର୍ଣ୍ଣ ଅଳ ହଳ ହେଲା। ସେଇଟା ହଉଛି କଣ ନା ଆମର ବ୍ୟଞ୍ଜନ ହେଲା ଅନୁପ୍ରାସ ହେଲା। ଅନୁପ୍ରାସ ଅଳଙ୍କାର। ଦେଖରେ ନଳିନୀ 34 ନମ୍ବର। ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ ଭ୍ରମରେ ଏ ଶୋଭିତ। ଭ୍ରମନ୍ତି ଭ୍ରମରେ 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 ଏ ଶୋଭିତ। ଏଇଟା କଣ? ଏଇଟା ହେଲା ବି ଯମକ। ଯମକ କଣ ଦେଖିତା ଶୁଣ, ଯମକଟା ଟିକେ ବୁଝିଯା ଭଲ ଭାବରେ। ଯମକ ଏଇଟା ଯମକ। ଯମକ ଶୁଣ, ଯମକ ପିଲେ ଯମକ ଅଳଙ୍କାର ତ ଗୋଟେ ଆଦ୍ୟରେ ଏକା ଶବ୍ଦ ପଡିବ, କି ପ୍ରାନ୍ତରେ ଏକା ଶବ୍ଦ ପଡିବ ଶେଷରେ, ବା ମଝିରେ ଏକା ଶବ୍ଦ ପଡିବ, ବା ସବୁତକା ସେ ଧର ଆଦ୍ୟ ଯମକ ଗୋଟେ ଆଦ୍ୟ ବର ଜୀବର ସେ ଦେଇ ମାନସ ବର ଜୀବର ସେ ଅମେଧ୍ୟ ଗ୍ରାସ। ବର ଜୀବ ଆଗରେ ପଇଲା। କ୍ଲିୟର? ସେଟା ହଉଛି କଣ ଆଦ୍ୟ ଯମକ। ପ୍ରାନ୍ତ ଯମକ ଶେଷରେ ପଡିବ କଣ? ନୀଳ ନିରଦ ମାଳେ ଖେଳେ ଚପଳା ଖଳ ପିରତି ପ୍ରାୟ ସଦା ଚପଳା। ଚପଳା ଚପଳା ଏଟା ହଉଛି ପ୍ରାନ୍ତ ଯମକ ଶେଷରେ ପଇଲା। ମନେ ହେଲା? ତାପରେ ମଧ୍ୟମ ଯମକ ମଝିରେ ପଡିବ। ଏଇଠି ଏଇଟା ହେଲା ମଧ୍ୟ ଯମକ। ଏଇଟା କୋଉ ଯମକ କି ତା ଖାଲି କୋଉ ଯମ? ନଳିନୀ 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 ଭ୍ରମରେ 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 ଏଇଟା ହେଲା ମଧ୍ୟ ଯମକ। ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମ ସେ ଭ୍ରମରେ ଭ୍ରମରେ ଶୋଭିତ ହେଲା। ଏଇଟା ହେଲା ମଧ୍ୟ ଯମକ। ତାପରେ ଆଦ୍ୟ ଯମକ କହିଲି, ପ୍ରାନ୍ତ ଯମକ କହିଲି, ମଧ୍ୟ ଯମକ। ପୁଣି ମାଳ ଯମକ ଅଛି। ମାଳ 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 ହେଇକି ପଡିବ। ମାଳ ଯମକ ଅଛି। ମାଳ ଯମକ ମାଳ ମାଳ ହେଇକି ପଡିବ। ମାଳ ଭଞ୍ଜ ଉପେନ୍ଦ୍ର ଭଞ୍ଜ ବୈଦିଶ୍ୱାସ ବିଚାର କବି ମାଳ ଯମକ କରିବ ଭୁଲେ ରାମ 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 ନେତ୍ରୀ ହେଲେ ବହି ନିର୍ଝର ଝର ଝର ଅବିରତ ବିଶେଷ ତରଙ୍ଗ ରଙ୍ଗ ରଙ୍ଗିଣୀ ଶୋଭିତ। ଖାଲି ମାଳ ମାଳ ହେଇକି ପଡିବ। ସେଇଟା ହେଲା କଣ? ମାଳ ଯମକ। ଆଉ ଗୋଟେ ସର୍ବଯମକ ବା ମହାଯମକ ଅଛି ବୋଲି ଉପର ଧାଡି ଯାହା ତଳ ଧାଡି ସେଇଆ। ବରାହ ମାନଙ୍କର ଗୋଟେ ଅଛି, ସିଏ ପୁରା ପଡିବ, ପୁରା ଏଣ୍ଟାୟାର ଉପର ଧାଡି ଯାହା ତଳ ଧାଡି ସେଇଆ। ସେଟା ହଉଛି ସର୍ବଯମକ ମହାଯମକ କହନ୍ତି। ତାପରେ ଦେଖ, ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ ଭାସଇ ବୋଇତ ତଥା ନୀଳ ସମୁଦ୍ରରେ। ଏଟା ସାଧାରଣ ଧର୍ମ ଟିକେ ସିଏ ଭାସିବା। ଆରେ ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ ଭାସଇ ବୋଇତ ତଥା ନୀଳ ସମୁଦ୍ରରେ, ସିଏ ଭାସୁଛି ଇଏ ଭାସୁଛି, ତାହେଲେ ସମାନ ଧର୍ମଟା ହେଲା କଣ? ସାଧାରଣ ଧର୍ମଟି ହେଲା ଭାସିବା। ଆଉ କଣ? ରୂଢି ଦେଖ, ରକ୍ତ ଚାଉଳ ଚୋବେଇବା କଣ? ରକ୍ତ ଚାଉଳ ଚୋବେଇବା କେଉଁ ପ୍ରାୟ ରୂଢି? ଇଏ ହଉଛି କ୍ରିୟାଯୁକ୍ତ ରୂଢି। କ୍ରିୟାଯୁକ୍ତ ଚୋବେଇବା ଚୋବେଇବା ଗୋଟେ କ୍ରିୟା ଅଛି ନା, ତେଣୁ ଏଇଟା ହଉଛି କ୍ରିୟାଯୁକ୍ତ ରୂଢି। କ୍ଲିୟର? ତୁଳନାତ୍ମକ ରୂଢି କଣ? ତୁଳନା ଖୁଣ୍ଟ ଟାପରି କାହିଁ ଠିଆ ହେଇଛୁ ହେଲା, ତୁଳନା ସେଇଟା। ଅଳସୁଆ ଦୁଃଖ ପାଏ, ଏ ଅର୍ଥ ପ୍ରକାଶ ଲୋକମାନେ କଣ? ଅଳସୁଆ ଦୁଃଖ ବଳେ ହାତ ଅଳସେ ନିଶ ବଙ୍କା। ଅଳସୁଆ ଦୁଃଖ ବଲେ କଣ? ହାତ ଅଳସେ ନିଶ ବଙ୍କା। 38 ଢୋକେ ପି ଦଣ୍ଡେ ଯିବା ଅର୍ଥ କଣ? କଷ୍ଟ ମଷ୍ଟେ ଚଳିଯିବା। ଢୋକେ ପି ଦଣ୍ଡେ ଯିବା କଷ୍ଟ ମଷ୍ଟେ ଚଳିଯିବା। କେଉଁ ରୂଢିଟି ପ୍ରତିଶୋଧ ନେବା ଅର୍ଥ ପ୍ରତିଶୋଧ ଅର୍ଥ ଦାଉସା ଦେବା ହେଲା। ପ୍ରତିଶୋଧ ନେବା ଅର୍ଥ ଦାଉସା ଦେବା ହେଲା। ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଏଇଟା ହେଲା କଣ? ଏଟା ହଉଛି 3-3-6-3 ତାହେଲେ ରାଗ ଗୁର୍ଜରୀ। ଏଇଟା ନଟବାଡି ନୁହଁ, ଏଇଟା ଭୁଲ, ନଟବାଡି ନୁହଁ, ରାଗ ଗୁର୍ଜରୀ। ଆରେ 9 ଅକ୍ଷରୀ ପରା, 3-3-6-3-9 ଅକ୍ଷରୀ, ସେଇଟା ରାଗ ଗୁର୍ଜରୀ ବା କହନ୍ତି ଭାଗବତ ବାଣୀ। ରାଗ ଭାଗବତ ବାଣୀ, ଭାଗବତ ବାଣୀ କହନ୍ତି ହେଲା। ବା ବି ଆକୁ ନବାକ୍ଷରୀ ବି କହନ୍ତି।
ନବାକ୍ଷରୀ ବି କହନ୍ତି ହେଲା। 41 ନିମ୍ନ କେଉଁ ଶବ୍ଦରେ ସ୍ୱାଭାବିକରେ ସ ବ୍ୟବହୃତ ହେଇଛି? ସ୍ୱାଭାବିକ ଅର୍ଥ ହେଲା କଷଣ। ଏଇ ଉତ୍ତରଟା 42 ନମ୍ବର ଦେଖ। ନିମ୍ନ କେଉଁ ବର୍ଣ୍ଣ ନ ଥିଲେ ଣ ହୁଏ? ର। ଅପସନ ବି ଶୁଦ୍ଧ। 43 କେଉଁଠି ଶୁଦ୍ଧ ରୂପ? ଶୁଦ୍ଧ ରୂପ କିଏ ସେ ପିଲେ? ଦେଖ ଶୁଦ୍ଧ ରୂପ ହଉଛି এইটি ତମର ଯଦି ଆଶୀର୍ବାଦ ABC ଲେଖା ହେଇଛି ଏଟା ତାଲବେଶ ଦୀର୍ଘଇକାର ରେଫ ଆକାର ଆଶୀର୍ବାଦ এইটা ହଉଛି ଠିକ ଶୁଦ୍ଧ ରୂପ। କିନ୍ତୁ ଶାରୀରିକ ଏଥିରେ କିଏ ଶୁଦ୍ଧ ରୂପ ପିଲେ? এইটা ସି ତାଲବେଶ ର ଦୀର୍ଘଇକାର ତାପରେ ହର୍ଷିକାର ଶାରୀରିକ ଏଇଟା ଠିକ। 45 କାଠିକର ପାଠ କଣ? ଭାରି କଷ୍ଟ, ଅତି କଷ୍ଟସାଧ୍ୟ କାମ ଆଉ ହେଲା। ବାକ୍ୟରେ ବ୍ୟବହୃତ ପଦଗୁଡ଼ିକ ପାରସ୍ପରିକ ଶବ୍ଦ କଣ କହନ୍ତି? ଯୋଗ୍ୟତା। ବାକ୍ୟରେ ବ୍ୟବହୃତ ପଦଗୁଡ଼ିକ ପାରସ୍ପରିକ କହନ୍ତି ଯୋଗ୍ୟତା ହେଲା। ଏଟା ଉତ୍ତର ହେଲା। 47 ବାକ୍ୟର ଆରମ୍ଭରେ କିଏ ବସେ? କର୍ତ୍ତା। ଆରେ ବାକ୍ୟର ଆରମ୍ଭରେ କିଏ ବସେ? କର୍ତ୍ତା। 48 ଗୋଟିଏ ମାତ୍ର ସମାପିକା ତାକୁ ସରଳ ବାକ୍ୟ କହନ୍ତି। ଗୋଟିଏ ମାତ୍ର ସମାପିକା ରହିଲେ ସେ ବାକ୍ୟକୁ ସରଳ ବାକ୍ୟ କହନ୍ତି। 49 ସତରେ ତୁମେ ଆସିଛ। ଏଟା ତ କି ବାକ୍ୟ କଣ? ଏଟା ବିସ୍ମୟ ଚିହ୍ନ ଦିଆହେଇଛି। ଆଉ ତାହେଲେ ବିସ୍ମୟ ଚିହ୍ନ ତ ଦିଆହେଇଛି ଆଉ ଦେଖିବ। ତାପରେ ଜାଣିବାକୁ ଇଚ୍ଛୁକ କଣ ହବ? ଜାଣିବାକୁ ଇଚ୍ଛୁକ ହେଲା ଜିଜ୍ଞାସୁ। এইটি ମନେ କର, ଜାଣିବାକୁ ଇଚ୍ଛୁକ ବ୍ୟକ୍ତି ହେଲା ଜିଜ୍ଞାସୁ, କିନ୍ତୁ ଜାଣିବାକୁ ଇଚ୍ଛା ହେଲା ଜିଜ୍ଞାସା। ମନେ କର, ଜାଣିବାକୁ ଇଚ୍ଛା ହେଲା ଜିଜ୍ଞାସା, କିନ୍ତୁ ଜାଣିବାକୁ ଇଚ୍ଛୁକ ଲୋକ ସେ ହେଲା ଜିଜ୍ଞାସୁ। ଉତ୍ତର ଏଇଟା ହେଲା। ଧନ୍ୟବାଦ। ପ୍ରତିଦିନ ଗୋଟେ ଭିଡ଼ିଓ ଦେଖିବ।